ହିନ୍ଦୁ ଶବ୍ଦର ଐତିହାସିକ ତଥ୍ୟ। ହେତୁବାଦୀ ବାଲ୍ମୀକି। ବର୍ତ୍ତମାନ ଭାରତରେ ହିନ୍ଦୁ ଶବ୍ଦକୁ ନେଇ ଅନେକ ପ୍ରକାର ବାଦ ବିବାଦ ଚାଲିଛି। ହିନ୍ଦୁ ଏକ ଧର୍ମ ଓ ତା'ର ସଂସ୍କୃତି ହେଉଛି ହିନ୍ଦୁ ସଂସ୍କୃତି ବୋଲି ବହୁଳ ଭାବେ ପ୍ରଚାର ଚାଲିଛି। ଆମର ହିନ୍ଦୁ ଧର୍ମ ଓ ହିନ୍ଦୁ ସଂସ୍କୃତି ବର୍ତ୍ତମାନ ଧ୍ୱଂସ ହେବାକୁ ଯାଉଥିବା କଥା ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେଉଛି। ଏହାକୁ ସାଧାରଣ ଲୋକମାନେ ନିଜର ଅସ୍ମିତାର ପ୍ରଶ୍ନ ଭାବେ ମଧ୍ୟ ନେଉଛନ୍ତି। କିନ୍ତୁ ଆମ ଦେଶର ଅନେକ ବିଦ୍ୱାନ ଓ ପଣ୍ଡିତମାନେ ମାନିଲେଣି ଯେ ହିନ୍ଦୁ ଏକ ଧର୍ମ ନୁହେଁ, ବରଂ ଏହା ଏକ ଜୀବନ ପଦ୍ଧତି। ମାନନୀୟ ସୁପ୍ରିମକୋର୍ଟ ମଧ୍ୟ ଏକ ଐତିହାସିକ ରାୟ ଦେଇ ଏହାକୁ ସମର୍ଥନ କରିଛନ୍ତି। ଆସନ୍ତୁ ଦେଖିବା ହିନ୍ଦୁ ଶବ୍ଦର ଅସଲ ଅର୍ଥ ଓ ଆରମ୍ଭର ଇତିହାସ। ପ୍ରଥମେ ଆମେ ଦେଖିବା ଆମର ବହୁମାନ୍ୟ ଧର୍ମଶାସ୍ତ୍ର ଗୁଡ଼ିକରେ କେଉଁଠି ହିନ୍ଦୁ ଶବ୍ଦଟି ଅଛି। ଆଜି ମହାମହିମ ଧର୍ମଗୁରୁ ଓ ପଣ୍ଡିତମାନେ ହିଁ କହୁଛନ୍ତି କେଉଁଠି ମଧ୍ୟ ନାହିଁ। ବେଦ, ଉପନିଷଦ, ମନୁ ସଂହିତା, ରାମାୟଣ, ମହାଭାରତ, ଗୀତା, ଭାଗବତ ଓ ଅନ୍ୟାନ୍ୟ ପୁରାଣ ଗୁଡ଼ିକରେ ହିନ୍ଦୁ ଶବ୍ଦର ଉଲ୍ଲେଖ ନାହିଁ। ଧର୍ମଶାସ୍ତ୍ର ଗୁଡ଼ିକରେ ଆର୍ଯ୍ୟ ଶବ୍ଦର ବହୁଳ ବ୍ୟବହାର ହୋଇଛି। ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କୁ ଆର୍ଯ୍ୟପୁତ୍ର, ମହାଭାରତର ସମସ୍ତ ମହାନାୟକମାନଙ୍କୁ କେବଳ କୃଷ୍ଣଙ୍କ ବ୍ୟତୀତ ଆର୍ଯ୍ୟ ବୋଲି ଉଲ୍ଲେଖ ଅଛି। ଅର୍ଥାତ୍ ସେତେବେଳେ ହିନ୍ଦୁ ନୁହେଁ, ଆର୍ଯ୍ୟାବର୍ତ ଧର୍ମ ଥିଲା। ଏଇଠି ପ୍ରଶ୍ନ ଉଠୁଛି, ପୌରାଣିକ ଧର୍ମଗ୍ରନ୍ଥମାନଙ୍କରେ ତ ବିଭିନ୍ନ ଦେବୀ ଦେବତା, ମାନବ ଦାନବ, ପଶୁ ପକ୍ଷୀ, ଆକାଶ ପାତାଳ, ସ୍ୱର୍ଗ ନର୍କ, ଆତ୍ମା ପରମାତ୍ମା ଇତ୍ୟାଦି ବିଷୟରେ ଅନେକ କିଛି ଲେଖାଯାଇଛି, କିନ୍ତୁ ହିନ୍ଦୁ ଧର୍ମର ନାମ ଲେଖାଯାଏ ନାହିଁ କାହିଁକି? ତେଣୁ ପ୍ରଶ୍ନ ଉଠୁଛି, ଆମ ଧର୍ମର ନାମ ହିନ୍ଦୁ ଧର୍ମ ହେଲା କିପରି? ଇତିହାସ ଅନୁସାରେ ଗତ 1030 ମସିହାରେ ଯେତେବେଳେ ମହମ୍ମଦ ଗଜନୀ ଭାରତକୁ ଆସିଥିଲା, ତା ସହିତ ପାର୍ସୀ ଐତିହାସିକ ଅଲବେରୁଣି ମଧ୍ୟ ଆସିଥିଲା। ସେହି ସମୟର ଭାରତୀୟ ଲୋକମାନଙ୍କ ଦେହର କଳା ରଙ୍ଗ, ସେମାନଙ୍କର ରହଣି ଶୈଳୀ, ଜାତି ପ୍ରଥା ଯୋଗୁଁ ଉଚ୍ଚ ଜାତିର ଲୋକମାନଙ୍କ ଦ୍ୱାରା ନୀଚ ଜାତି ପ୍ରତି ହେଉଥିବା ଅମାନବୀୟ ବ୍ୟବହାର ଦେଖି ଅଲବେରୁଣି ସେମାନଙ୍କୁ ପ୍ରଥମେ ହିନ୍ଦୁ ଲୋକ ବୋଲି ସମ୍ବୋଧନ କରିଥିଲା। ହିନ୍ଦୁ ଶବ୍ଦ ପାର୍ସୀ ଭାଷାକୋଷ ଗୟାସୁଲ ସୌଗତରେ ଉଲ୍ଲେଖ ଅଛି, ଯାହାର ଶାବ୍ଦିକ ଅର୍ଥ ହେଉଛି କାଲାଚୋର, ଡାକୁ, ରାହାଜାନ, ଗୋଲାମ, କାଫେର ଓ ଅସଭ୍ୟ। ହିନ୍ଦୁ ଶବ୍ଦର ଅର୍ଥ ଆରବୀ ଓ ଉର୍ଦ୍ଦୁ ଭାଷାକୋଷରେ ମଧ୍ୟ ଏକାଭଳି ଲେଖାଯାଇଛି। ସେତେବେଳେ ମୋଗଲମାନଙ୍କର ଭାରତୀୟ ଲୋକମାନଙ୍କ ପ୍ରତି ଥିବା ଘୃଣ୍ୟ ତଥା ନିକୃଷ୍ଟ ମନୋଭାବର ଏହା ହେଉଛି ଜ୍ୱଳନ୍ତ ଉଦାହରଣ। ହିନ୍ଦୁ ଶବ୍ଦ ଅପମାନସୂଚକ ଗାଳି ହୋଇଥିଲେ ମଧ୍ୟ କେତେକ ସ୍ୱୟମ୍ଭୁ ପଣ୍ଡିତ ଅପ୍ରିୟ ସତ୍ୟକୁ ଏଡ଼ାଇ ଦେବାକୁ ଯୁକ୍ତି କରି କହିଲେ, ସିନ୍ଧୁ ନଦୀ କୂଳରେ ବାସ କରୁଥିବା ଲୋକମାନଙ୍କୁ ସେମାନେ ସିନ୍ଧୁ ପରିବର୍ତ୍ତେ ହିନ୍ଦୁ କହୁଥିଲେ, କାରଣ ସେମାନେ ସକୁ ହ ଉଚ୍ଚାରଣ କରୁଥିବାରୁ ସିନ୍ଧୁକୁ ହିନ୍ଦୁ କହିଲେ। ଏହି ତର୍କ ଆଦୌ ଠିକ୍ ନୁହେଁ, କାରଣ ପାର୍ସୀ ଭାଷାକୋଷରେ ଅସଂଖ୍ୟ ସ ଜଡ଼ିତ ଶବ୍ଦ ମଧ୍ୟ ଅଛି। ସେମାନେ ପାର୍ସୀକୁ ତ ପାରହି, ମୁସଲମାନକୁ ମୁହଲମାନ, ଶରିୟତକୁ ହରିୟତ, ମସଜିଦକୁ ମସଜିଦ, ସିନ୍ଧୁ ଘାଟିକି ହିନ୍ଦୁ ଘାଟି କହୁନାହାନ୍ତି। ଏଇଠି ଆଉ ଏକ ପ୍ରଶ୍ନ ଉଠୁଛି ଯେ ସିନ୍ଧୁ ନଦୀ କ'ଣ ଭାରତର ସମସ୍ତ ପ୍ରଦେଶରେ ପ୍ରବାହିତ ହେଉଛି? ଅନ୍ୟାନ୍ୟ ପ୍ରଦେଶ ଲୋକମାନଙ୍କୁ କାହିଁକି ହିନ୍ଦୁ କୁହାଯିବ? ସେମାନେ ତ ସିନ୍ଧୁ ନଦୀ କୂଳରେ ବାସ କରୁନାହାନ୍ତି। ଅନ୍ୟ ଏକ ଉଦାହରଣ, ସେତେବେଳେ ବ୍ରାହ୍ମଣ ସମାଜ ନିଜକୁ ହିନ୍ଦୁ ବୋଲି ମଧ୍ୟ ମାନୁନଥିଲେ। ଏହାର ପ୍ରମାଣ ବେଦ ବିଶାରଦ ଏବଂ ଆର୍ଯ୍ୟ ଧର୍ମର ପ୍ରବର୍ତ୍ତକ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଉପଦେଶ ମଞ୍ଜରୀ ପୁସ୍ତକର 8ମ ଉପଦେଶର ଶେଷ ପାରାଗ୍ରାଫରେ ଲେଖିଛନ୍ତି, ଆମ ଦେଶର ନାମ ଆର୍ଯ୍ୟସ୍ଥାନ ଅଥବା ଆର୍ଯ୍ୟଖଣ୍ଡ ହେବା ଉଚିତ। ଏହା ପରିବର୍ତ୍ତେ ହିନ୍ଦୁସ୍ତାନ ନାମଟି କେଉଁଠି ସୃଷ୍ଟି ହୋଇଛି? ହିନ୍ଦୁ ଶବ୍ଦର ଅର୍ଥ କଳା, ଚୋର, କାଫେର ଇତ୍ୟାଦି। ହିନ୍ଦୁସ୍ତାନ କହିବା ଅର୍ଥ କଳାଚୋର ଓ କାଫେର ଲୋକମାନଙ୍କର ସ୍ଥାନ ବା ଦେଶ। ଆମେ ଆଜିଠାରୁ ହିନ୍ଦୁ ନାମକୁ ତ୍ୟାଗ କରି ଆର୍ଯ୍ୟ ବା ଆର୍ଯ୍ୟାବର୍ତ ବୋଲି ସ୍ୱାଭିମାନ କରିବା। ସେ ସତ୍ୟାର୍ଥ ପ୍ରକାଶ ପୁସ୍ତକରେ ଲେଖିଛନ୍ତି, ହିନ୍ଦୁ ଶବ୍ଦ ସଂସ୍କୃତ କିମ୍ବା ଅନ୍ୟ କୌଣସି ଭାରତୀୟ ଭାଷାର ଶବ୍ଦ ନୁହେଁ। ଏଇଟା ବି ସତ ଲାଗୁଛି, କାରଣ ଆମର ସମସ୍ତ ଧର୍ମଗ୍ରନ୍ଥ ସଂସ୍କୃତ ଭାଷାରେ ଲେଖା ଅଛି। ଯଦି ସେତେବେଳେ ହିନ୍ଦୁ ଶବ୍ଦଟି ସଂସ୍କୃତ ଭାଷାକୋଷରେ ରହିଥାନ୍ତା, ତେବେ ସମସ୍ତ ଗ୍ରନ୍ଥରେ ଏହାର ଉଲ୍ଲେଖ ମିଳୁଥାନ୍ତା।
ଧର୍ମଗ୍ରନ୍ଥ ରଚନା ହେବାର ବହୁତ ପରେ ମୋଗଲମାନଙ୍କ ଦ୍ୱାରା ଦିଆଯାଇଥିବା ଏକ ଅପମାନ ସୂଚକ ଗାଳି ଶବ୍ଦ ହେଉଛି ହିନ୍ଦୁ। ସେ ନିଜେ ନୈଷ୍ଠିକ ବ୍ରାହ୍ମଣ ହୋଇ ମଧ୍ୟ ନିଜକୁ ହିନ୍ଦୁ ବୋଲି ସ୍ୱୀକାର କରିନଥିଲେ। ଦ୍ୱିତୀୟ ଉଦାହରଣ, ଇତିହାସ କହୁଛି ଯେତେବେଳେ ମୋଗଲମାନଙ୍କ ଦ୍ୱାରା ଭାରତୀୟ ଅଣ-ମୁସଲମାନ ଏବଂ ହିନ୍ଦୁ ଲୋକମାନଙ୍କ ଉପରେ ଜିଜିଆ କର ଲାଗୁ ହେଲା, ସେତେବେଳେ ବ୍ରାହ୍ମଣ ସମାଜ ଜିଜିଆ କର ଦେବାକୁ ମନା କଲେ। ସେମାନେ ଯୁକ୍ତି କରି କହିଲେ, ଆମେ ହିନ୍ଦୁ ନୁହେଁ, ଆମେ ମଧ୍ୟ ତୁମମାନଙ୍କ ଭଳି ବିଦେଶୀ ଲୋକ। ଆମେ ଆର୍ଯ୍ୟ ଶାସକ ଭାବେ ତୁମମାନଙ୍କ ଠାରୁ ବହୁ ଆଗରୁ ଏଠାକୁ ଆସିଛୁ, ତେଣୁ ଆମେ ଜିଜିଆ କର ଦେବୁ ନାହିଁ। ମୋଗଲ ଶାସକ ଏହାକୁ ମାନି ସେମାନଙ୍କୁ ଜିଜିଆ କରରୁ ମୁକ୍ତ ରଖିଥିଲେ। ମୋଗଲମାନଙ୍କ ଶାସନ ସମାପ୍ତ ହେବା ପରେ ଇଂରେଜମାନଙ୍କ ଶାସନ କାଳରେ 1918 ମସିହାରେ ବ୍ରାହ୍ମଣମାନେ ପ୍ରଥମେ ନିଜକୁ ହିନ୍ଦୁ ବୋଲି ଘୋଷଣା କଲେ। ସେମାନେ ଭାରତରେ ନିଜର ସଂଖ୍ୟା ଗରିଷ୍ଠତା ବୃଦ୍ଧି କରିବା ପାଇଁ ବହୁଜନ ସମାଜର ଲୋକମାନଙ୍କୁ କହିଲେ, ଆସ ଆମେ ଗର୍ବର ସହ କହିବା ଆମେ ହିନ୍ଦୁ। ସେତେବେଳେ ସେମାନେ ହୁଏତ ହିନ୍ଦୁ ଶବ୍ଦର ପ୍ରକୃତ ଅର୍ଥ ବୁଝିନଥିଲେ କିମ୍ବା କୌଣସି ରାଜନୈତିକ କୂଟନୀତି ଯୋଗୁଁ ନିଜକୁ ହିନ୍ଦୁ ବୋଲି ସ୍ୱୀକାର କରିଥିଲେ ଜାଣିବା କଷ୍ଟ। ମଜା କଥା ହେଉଛି, ହିନ୍ଦୁ ଏକ ମହାନ ଜାତି ବୋଲି ଦାବି କରୁଥିବା ଯେକୌଣସି ହିନ୍ଦୁ ଲୋକଙ୍କୁ ଆପଣଙ୍କ ଜାତି କ'ଣ ବୋଲି ପଚାରିଲେ ଉତ୍ତର ମିଳିବ, ମୁଁ ବ୍ରାହ୍ମଣ, ମୁଁ କରଣ, ମୁଁ ଖଣ୍ଡାୟତ, ମୁଁ ବଣିଆ, ମୁଁ ବଢ଼େଇ, ମୁଁ ବାରିକ, ମୁଁ ଧୋବା ଇତ୍ୟାଦି। କେହି କିନ୍ତୁ କହୁନାହାନ୍ତି ଯେ ମୁଁ ହିନ୍ଦୁ ଜାତିର ଲୋକ। ସେହି ପ୍ରଶ୍ନ ଅନ୍ୟ ଧର୍ମର ଲୋକମାନଙ୍କୁ ପଚାରିଲେ ସେମାନେ ନିଜ ପରିଚୟ ବୌଦ୍ଧ, ଜୈନ, ପାର୍ସୀ, ମୁସଲମାନ, ଖ୍ରୀଷ୍ଟିଆନ ବୋଲି ଉତ୍ତର ଦିଅନ୍ତି। କାରଣ ସେମାନଙ୍କର ଏତେ ସଂଖ୍ୟାରେ ଜାତି ନାହିଁ। ଏଇଠି ଆଉ ଗୋଟିଏ ବିଚାରଯୋଗ୍ୟ ତଥ୍ୟ ହେଉଛି, ପୁରାତନ କାଳରେ ଏହି ଦେଶର ଜଣେ ଭରତ ନାମକ ରାଜାଙ୍କ ନାମ ଅନୁସାରେ ଦେଶର ନାମ ଭାରତବର୍ଷ ଦିଆଯାଇଥିଲା। ଏବେ ମଧ୍ୟ ଆମେ ସମସ୍ତେ ନିଜକୁ ଭାରତୀୟ ବୋଲି କହୁଛୁ। ପୁଣି ଅନେକ ଲୋକ ଦେଶର ନାମ ହିନ୍ଦୁସ୍ତାନ କିମ୍ବା ଇଣ୍ଡିଆ ଏବଂ ଆମେ ହିନ୍ଦୁସ୍ତାନୀ କିମ୍ବା ଆମେ ଇଣ୍ଡିଆନ ବୋଲି କହୁଛନ୍ତି କାହିଁକି? ଇଣ୍ଡିଆ ଶବ୍ଦର ଅର୍ଥ ଇନ୍ଦୁ ନଦୀ ବା ସିନ୍ଧୁ ନଦୀ ନାମରୁ ସୃଷ୍ଟି ହୋଇଛି ବୋଲି କେତେକ ଅଳ୍ପଜ୍ଞାନୀ ଐତିହାସିକ ଯୁକ୍ତି କରୁଛନ୍ତି। କେତେବେଳେ ସିନ୍ଧୁ ଅପଭ୍ରଂଶ ହୋଇ ହିନ୍ଦୁ ହୋଇଯାଉଛି ତ କେତେବେଳେ ଇନ୍ଦୁରୁ ଇଣ୍ଡିଆ ହୋଇଯାଉଛି। ଇତିହାସ କହୁଛି ଇଣ୍ଡିଆ ଶବ୍ଦ ଇଂରେଜ ଲୋକମାନେ ବ୍ୟବହାର କରିଛନ୍ତି। 19ଶ ଶତାବ୍ଦୀରେ ପ୍ରକାଶିତ ଅକ୍ସଫୋର୍ଡ ଇଂଲିଶ ଡିକ୍ସନାରୀ ପେଜ 789ରେ ଇଣ୍ଡିଆର ଅର୍ଥ ପୋର, ଓଲ୍ଡ ଫେସନ୍ଡ, କ୍ରିମିନାଲ ପିପୁଲ ବୋଲି ଲେଖା ଅଛି। ଏହା ଯଦି ସତ, ତେବେ ଆମ ଦେଶର ନାମକୁ ପରିବର୍ତ୍ତନ କରି ଭାରତ କିମ୍ବା ଭାରତବର୍ଷ ରଖିଲେ ଅସୁବିଧା କ'ଣ ହେବ? ପରିତାପର ବିଷୟ ହେଉଛି ଯେ ହିନ୍ଦୁସ୍ତାନ ଓ ଇଣ୍ଡିଆ ଏହି ଦୁଇଟି ଯାକ ଶବ୍ଦ ବିଦେଶୀ। ତେଣୁ ପ୍ରଶ୍ନ ଉଠୁଛି, ଆମ ଦେଶର ଦେଶୀ ଶବ୍ଦ ଭାରତ କୁଆଡ଼େ ଗଲା? ବିଦେଶୀ ଧର୍ମ ଓ ବିଦେଶୀ ସଂସ୍କୃତିକୁ ଆକଣ୍ଠ ଘୃଣା କରୁଥିବା ଆମ ଦେଶର ମହାମହିମ ଧର୍ମଗୁରୁ ଓ ରାଜନେତାମାନେ ଏହି ଦୁଇଟି ଶବ୍ଦକୁ ଦେଶରୁ ବହିଷ୍କାର କରିବାକୁ ସାହସ କରିପାରୁନାହାନ୍ତି କାହିଁକି? ଆମ ଦେଶର ଅନେକ ରାଜ୍ୟ, ସହର, ନଗର ଏବଂ ସ୍ଥାନର ନାମ ତ ପରିବର୍ତ୍ତନ ହୋଇପାରୁଛି, ଦେଶର ନାମ ପରିବର୍ତ୍ତନ ହୋଇପାରିବ ନାହିଁ କାହିଁକି? ଏଇଠି ପୁଣି ପ୍ରଶ୍ନ ଉଠୁଛି, ବିଦେଶରୁ ଆସିଥିବା ବ୍ରାହ୍ମଣମାନେ ଯଦି ଆର୍ଯ୍ୟ ଏବଂ ଏଠିକା ଅଧିବାସୀ ଯଦି ମୂଳ ନିବାସୀ କିମ୍ବା ଦ୍ରାବିଡ଼, ତେବେ ହିନ୍ଦୁ କିଏ? ଆଦିମ କାଳରୁ ମୁନି ଋଷିମାନେ ଯେଉଁ ସନାତନ ଧର୍ମକୁ ଦୁନିଆର ଶ୍ରେଷ୍ଠ ଧର୍ମ ବୋଲି କହି ଆସୁଥିଲେ, ସନାତନ ଗୋଟିଏ ବିଶେଷଣ ପଦ। ଏହା କୌଣସି ଧର୍ମର ନାମବାଚକ ବିଶେଷ ପଦ ହେବ କିପରି? ଆଧୁନିକ ଯୁଗରେ ତାହା ହିନ୍ଦୁ ଧର୍ମରେ ପରିଣତ ହୋଇଗଲା କିପରି? ହିନ୍ଦୁ ଯଦି ଧର୍ମ ନୁହେଁ, ତାକୁ ନେଇ ଏତେ ହୋହାଲ୍ଲା ହେଉଛି କାହିଁକି? ଧର୍ମକୁ ନେଇ ରାଜନୀତି କରୁଥିବା ଏବଂ ବ୍ୟବସାୟ କରୁଥିବା ନ୍ୟସ୍ତ ସ୍ୱାର୍ଥ ଲୋକମାନଙ୍କର ଏହା ଏକ କୁଟିଳ ଚକ୍ରାନ୍ତ କହିଲେ ଭୁଲ ହେବ କି? ମୋଗଲ ଏବଂ ଇଂରେଜମାନଙ୍କ ଦ୍ୱାରା ଦିଆଯାଇଥିବା ଗାଳି ଶବ୍ଦଗୁଡ଼ିକୁ ଯଦି ଆମେ ତିରସ୍କାର ନ କରି ସ୍ୱୀକାର କରିବା, ଗୋଲାମ ଓ କ୍ରିମିନାଲ ପିପୁଲ ଶବ୍ଦକୁ ନିଜ କପାଳରେ ଚନ୍ଦନ ଟିକା ଭଳି ଲଗେଇ ଗର୍ବ ଅନୁଭବ କରିବା, ତେବେ ଦୁନିଆ ଆମର ମୂର୍ଖତା ଦେଖି ଉପହାସ କରିବ ନାହିଁ କାହିଁକି? ଆମ ଦେଶର ସ୍ୱାଭିମାନ କୁଆଡ଼େ ଗଲା? ଦୁଃଖ ଓ ପରିତାପର ବିଷୟ ହେଉଛି ଯେ ଭାରତୀୟମାନେ ପ୍ରାୟ 2500 ବର୍ଷ ଧରି ମୋଗଲ ଓ ଇଂରେଜମାନଙ୍କ ଦ୍ୱାରା ଗୋଲାମ ରହି ସ୍ୱାଧୀନ ହେବା ପରେ ମଧ୍ୟ ଆମ ମଥାରୁ ଗୋଲାମର କଳଙ୍କ ଲିଭିନାହିଁ। ହିନ୍ଦୁ ଅର୍ଥାତ୍ ଗୋଲାମ ଏବଂ ଇଣ୍ଡିଆ ଅର୍ଥାତ୍ କ୍ରିମିନାଲ ପିପୁଲ ଶବ୍ଦ ଦୁଇଟିକୁ ଗର୍ବର ସହିତ ଆମେ ଆପଣେଇ ରଖିଛୁ। ଜଣେ ଉଚ୍ଚଶିକ୍ଷିତ ଅତ୍ୟାଧୁନିକ ହିନ୍ଦୁପ୍ରେମୀ ଯୁବକ ଯୁକ୍ତି କରି କହିଲେ, ନାମରେ କ'ଣ ଅଛି? ଆମେ ହିନ୍ଦୁ ନାମରେ ହିଁ ସାରା ପୃଥିବୀରେ ପରିଚିତ, ତେଣୁ ଏହାକୁ ପରିବର୍ତ୍ତନ କରିବା କିଛି ଆବଶ୍ୟକ ନାହିଁ। ସେ ହୁଏତ ଭାବୁଛନ୍ତି ହିନ୍ଦୁ ବଦଳରେ ଅନ୍ୟ କିଛି ନାମ ହେଲେ
ଆମକୁ ଦୁନିଆ ଚିହ୍ନି ପାରିବ ନାହିଁ। ସେ ବୁଝିନାହାନ୍ତି ଯେ ନାମର ମହତ୍ଵ କେତେ। ଗୋଟିଏ ଅପମାନସୂଚକ ଗାଳିକୁ ଯେଉଁମାନେ ନିଜର ଗୌରବ ବୋଲି ଭାବୁଛନ୍ତି, ତେବେ ସେମାନଙ୍କୁ ଆମେ ଆଉ କ'ଣ କହିବା? ଏହା ହେଉଛି ଯଥାସ୍ଥିତିବାଦ ବା ଜଡ଼ ମାନସିକତା। ସେମାନଙ୍କ ମତରେ ଆମର ଧର୍ମର ନାମଟି ଯାହା ଯେମିତି ଅଛି, ଭଲ ହେଉ କି ମନ୍ଦ, ସେମିତି ଥାଉ। ମଜା କଥା ହେଉଛି, ହିନ୍ଦୁ ଦେବୀ ଦେବତାଙ୍କୁ ରାତି ଦିନ ପୂଜା କରି ଦିନରେ 100 ଥର ନାମସ୍ମରଣ କରୁଥିବା ସେହି ଉଚ୍ଚଶିକ୍ଷିତ ଅତ୍ୟାଧୁନିକ ଆସ୍ତିକ ଲୋକମାନେ କହୁଛନ୍ତି, ପିଲାଙ୍କୁ ପୁରୁଣା କାଳର ଦେବୀ ଦେବତାଙ୍କ ନାମ ଦେଲେ ପିଲା ଆଧୁନିକ ସମାଜରେ ଆଦୃତ ହୋଇପାରିବ ନାହିଁ। ଆଧୁନିକ ପିଢ଼ିର ପିଲାମାନେ ମଧ୍ୟ ସେହି ପୁରୁଣା କାଳର ନାମ ପସନ୍ଦ କରୁନାହାନ୍ତି। ଉଚ୍ଚଶିକ୍ଷିତ ଅତ୍ୟାଧୁନିକ ପିତା ଓ ମାତାଙ୍କର ବିଚିତ୍ର ମାନସିକ ଦୋଗଲାପଣକୁ ମାନିବାକୁ ପଡ଼ିବ। ପରିତାପର ବିଷୟ ହେଉଛି ଯେ ଆଜିର ସମୟରେ ହିନ୍ଦୁ ଶବ୍ଦର ଅସଲ ଅର୍ଥ ଜାଣିନଥିବା ଲୋକମାନେ ତଥାକଥିତ ହିନ୍ଦୁ ଧର୍ମର ରକ୍ଷକ ସାଜି ଅଣ-ହିନ୍ଦୁ ଏବଂ ହେତୁବାଦୀମାନଙ୍କ ପ୍ରତି ତୀବ୍ର ଘୃଣା, ଅସହିଷ୍ଣୁତା ଏବଂ ହିଂସା ପ୍ରଦର୍ଶନ କରୁଛନ୍ତି। ସେମାନେ ଟିକେ ଶାନ୍ତ ଚିତ୍ତରେ ବସି ନିଜକୁ ଏହି ପ୍ରଶ୍ନ କରିବା ଉଚିତ ଯେ ମୋର ଧର୍ମ ଯଦି ହିନ୍ଦୁ ନୁହେଁ, ତେବେ ମୁଁ ଅଯଥା ହିନ୍ଦୁ ଧର୍ମ ପ୍ରତି ଏତେ ସମ୍ବେଦନଶୀଳ କାହିଁକି? ଉପରୋକ୍ତ ସମସ୍ତ ତଥ୍ୟଗୁଡ଼ିକରେ ଯଦି ଭୁଲ ବା ତ୍ରୁଟି ଥାଏ, ଆମର ସୁଧୀ ପାଠକମାନଙ୍କୁ ଅନୁରୋଧ, ଏମାନେ ଭୁଲ ସୁଧାରିବା ପାଇଁ ଉପଯୁକ୍ତ ପ୍ରମାଣ ସହ ମୋତେ ସାହାଯ୍ୟ କରନ୍ତୁ। ଜୟ ଭାରତ।